নমস্কার। মতো এই নূଆ রূପ ସଜାଇଥିବା କାରଣ ମାମୁଁ এই রাজ সিংহাসনକୁ আরোহণ କରିବା। ଆଜିଠୁ ତୁ ପରା ଗଢ଼ିବୁ ସୁନାର ଦେଶଟାକୁ ସଜେଇବା ଆମେ ରାଜାକୁ ଭିକାରୀ। ହଁ ମାମୁଁ, এইটা মনে রখিথা ভଣজা। মনে ରଖିଛି ମାମୁଁ। ଯୋଉ ସେଇ ରାଜା ମତେ ରାଜ୍ୟରୁ ତଡ଼ି ଦେଇଛି ସେଇ ଅପମାନଟା ଏବେ ବି ମାମୁଁ ହୁଦୁ ହୁଦୁ ହେଇ ଜଳୁଛି। ମାମୁଁ ভଣজা ପ୍ରତିଶୋଧ ନିଆ। ସେଇ ପ୍ରତିଶୋଧଟା ଯେମିତି ହେଲେ ବି ମୁଁ ସେଇ ରାଜାଙ୍କ ଉପରେ ନିହାତି ନେବାକୁ ପଡ଼ିବ। ହେଲେ ମାମୁଁ ରାଜ ପରିବାରକୁ କେମିତି ଧ୍ୱଂସ କରିବା ସେଇଟା ମୋତେ ବୁଦ୍ଧି ବତେଇ ଦିଅ ମାମୁଁ। ভণজা ମାମୁଁ ଶୁଣେ ଶୁଣେ କୁହନ୍ତୁ ମାମୁଁ। ଏ ଭଣଜା ମାମୁଁ ଆମେ ପ୍ରଥମରେ এই সেনাপতি ପାଖକୁ ଯିବାକୁ ପଡ଼ିବ ଭଣଜା। ଠିକ ଅଛି ମାମୁଁ। ତାପରେ ଭଣଜା ତାକୁ ଏମିତି ଆମେ ରାଜ୍ୟର ଲୋଭ ଦେଖାଇ ତାକୁ ଆମ ହାତ ମୁଠାକୁ ଆଣିବା। ଠିକ କହିଛ ମାମୁଁ। ଭଣଜା ମାମୁଁ ତାପରେ ତାପରେ ସେ ସେନାପତିଟା ଆମ କଥାରେ ହଁରେ ହଁ ମିଶେଇ ଚାଲିବ। ভুল বাবা। ଏବେ এই ভৈরব মন্ত্রীରୁ ସାଜିବ ଗୋଟାଏ କାଳ ଭୈରବ। এই রাজস তো ଆଉ ଅପେକ୍ଷା କର। খুব শীঘ্র তো ପାଖକୁ ମୁଁ ଆସୁଛି। ଏମିତି ଅବସ୍ଥା କରିବି ଓ ସ୍ୱପ୍ନ ସୁଦ୍ଧା ଚିନ୍ତା କରିପାରିବୁନି। ରାଜ ସିଂହାସନକୁ ଜୋର ଜବରଦସ୍ତ କରି ଛଡ଼େଇ ଆଣିବି। ଭଣଜା ବାବୁ ରାଜ ସିଂହାସନ ମୋର ହେବରେ। ନିଶ୍ଚୟ ରାଜ ସିଂହାସନ ମୋର ହେବରେ। ଆଜି କରିବି କୂଟ ଚକ୍ରାନ୍ତରେ। ରାଜ 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 ସିଂହାସନ ମୋର ହେବରେ। ହରିଣ କୁଟ ମନ୍ତର ଭାଙ୍ଗିବି ସୁନା ସଂସାର। ଅଳ୍ପ ଦିନେ ଏ ରାଜ୍ୟରେ ହେବି ମୋହି ଅଧୀଶ୍ୱର। କେବେ ପୁରିବ ମୋ ମନର ଥରେ, କେବେ ପୁରିବ ମୋ ମନର ଥରେ। ରାଜ ସିଂହାସନ ମୋର ହେବରେ। ଆଜି କରିବି କୂଟ ଚକ୍ରାନ୍ତରେ। ହଁ ମାମୁଁ, ଭଣଜା ଏବେ ବର୍ତ୍ତମାନ ତମେ ସାଜିବ ସେଇ ଦ୍ୱାପରର ଶକୁନି। ଆଉ ମୁଁ ସାଜିବି କଂସ। ତୁମେ ଠିକ କହିଛ હવે ଭଣଜା। ଏଠି କାଲମ ବିଳମ୍ବ ନ କରି ଚାଲିଯିବା ସେ ସେନାପତି ପାଖକୁ। ହଁ ତୁମେ ଠିକ କହିଛ ଭଣଜା। હવે ଦେଖୁଛ କ'ଣ ଆଜି ଉଠୁ ଘଣ୍ଟ ମର୍ଦ୍ଦଳ କାହାଣୀ। ଏଇ ଭୈରବ ମନ୍ତ୍ରୀ ଯିବ ସେଇ ସେନାପତିକୁ ସାକ୍ଷାତ କରିବା ପାଇଁ। ହଁ